ଆପଣ ଦେଖନ୍ତୁ ଗୋଟେ କଥା, ବର୍ତ୍ତମାନ ସମସ୍ତଙ୍କର ସବୁ ପ୍ରକାର କ୍ଷମତା ଥିଲେ ବି ମଧ୍ୟ କ୍ଷମତା ବିସ୍ତାର କରିପାରୁନାହାନ୍ତି କେହି। କାହିଁକି କରିପାରିବେନି ନା, ଭାଗବତରେ ଗୋଟିଏ ଛୋଟିଆ କଥା ଲେଖା ଅଛି। ସେ କଥାଟାକୁ ବହୁତ ମହତ୍ କଥା ନା, ସେ ଛୋଟିଆ କଥା ହଉଛି, ତାକୁ ବୁଝିବା ହଉଛି ବହୁତ ଉଚ୍ଚକୋଟୀର କଥା। କଥାଟି ହଉଛି, ତ୍ରିଗୁଣ ରଜୁ ହସ୍ତେ ଧରି ମୁର୍ଗୀ ନଚାନ୍ତି ନରହରି। ତ୍ରିଗୁଣ ରଜୁ ହସ୍ତେ ଧରି ମୁର୍ଗୀ ନଚାନ୍ତି ନରହରି। ଆଉ ସେ ଯୋଉ ତ୍ରିଗୁଣ ରୂପକ ରଜୁ, ତ୍ରିଗୁଣ ରଜୁ ହେଲା ତିନିଟା, ସତ ରଜ ତମ। ଏ ତିନିଟାଙ୍କ ରଜୁ, ଏ ବିଶ୍ୱ ମାଲିକ ଯିଏ ଅଛନ୍ତି, ରାମ ଭଗବାନ ହୁଅନ୍ତୁ, କୃଷ୍ଣ ଭଗବାନ ହୁଅନ୍ତୁ, ନରସିଂହ ଭଗବାନ ହୁଅନ୍ତୁ, ନିରାକାର ବିଷ୍ଣୁ ହୁଅନ୍ତୁ, ଆପଣଙ୍କର ଆଦି ହୁଅନ୍ତୁ, କି ଶୂନ୍ୟ ବ୍ରହ୍ମ ହୁଅନ୍ତୁ, ଯିଏ ହୁଅନ୍ତୁ, ତାଙ୍କ ହାତରେ ତ୍ରିଗୁଣ ରବି ଅଛି। ଆମ ମନ ଇଚ୍ଛା ଆମେ କିଛି କରିପାରିବା ନାହିଁ। ଆମ ମନ ଇଚ୍ଛା ଆମେ କିଛି କରିପାରିବା ନାହିଁ। ଆମ ମନ ବର୍ତ୍ତମାନ ଖାଇବାକୁ ହଉଥିବ, ଆମେ ଖାଇପାରିବା ନାହିଁ। ସିଏ ଯଦି ଚାହିଁବେ କହିଦେବେନି। କେମିତି କେମିତି କହିଦେବେନି? ଧରନ୍ତୁ ଆମେ ପଇସା ବାଲା, ପଇସା ଆମ ପାଖରେ ଅଛି, ଆମେ ଧରନ୍ତୁ ମାର୍କେଟକୁ ଯାଇଛେ, ହୋଟେଲ ଅଛି, ଆମେ ଘରକୁ ଆସିପାରିବାନି, ଆମକୁ ଭୋକ ହେଲା, ହୋଟେଲରେ ଖାଇପାରିବା? ଏଇ ତ ଖାଇପାରିବାନି। ହୋଟେଲରେ ଯାଇକିରି ଆପଣ ବସିକିରି ଘରକୁ ଆସିବା ଲେଟ୍ ହବ ବୋଲି ଭାବିକିରି, ଧରନ୍ତୁ 15 ମିନିଟ୍ 20 ମିନିଟ୍ ଲାଗିବ, ଆପଣ ହୋଟେଲରେ ଯାଇକିରି ବସିକିରି ଅର୍ଡର ଦେଇଥିବେ, ଖାଦ୍ୟ ଆସିଥିବ, ଆପଣ ହାତ ଧୋଇ ଦେଇକିରି ବସିଥିବେ। ଏ ହାତ ଉଠେଇଲା ବେଳକୁ ଯଦି ଗୋଟେ କୌଣସି ଅପ୍ରୀତିକର ଖବର, ଅର୍ଥାତ୍ ଆତ୍ମୀୟ ସ୍ୱଜନଙ୍କ ଭିତରେ କୋଉଠି ଗୋଟେ ଗଣ୍ଡଗୋଳ ହେଇଯାଇଛି, କି କିଏ ଜଣେ ଆପଣଙ୍କର ଚାଲି ଯାଇଛି ସଂସାରରୁ, ବା ମାନେ ଯୋଉଟା କୁହାଯାଏ ମରିଯାଇଛି, ଆପଣ ଖାଇପାରିବେ? କାହିଁ ଖାଇପାରିବେନି? ପଇସା ଆପଣଙ୍କ ପାଖରେ ଅଛି, ବୁଦ୍ଧି ପ୍ରବଳ ଅଛି, ଘରକୁ ଆସିଲେ 15 ମିନିଟ୍ ଲାଗିବ କି ଅଧଘଣ୍ଟେ ଲାଗିବ, ତେଣୁ ଆପଣ ନିର୍ଭରଶୀଳ ନୁହନ୍ତି, ଆପଣଙ୍କ ହାତରେ ସବୁ ପ୍ରକାର କ୍ଷମତା ଅଛି, ଆପଣ ହୋଟେଲରେ ଯାଇ ଖାଇଦେବେ ବୋଲି ବସିଲେଣି, ଖାଇପାରିବେ କି? ସେଇଟା କାହା କାମ? ସେଇଟା ସେ ଅଦୃଶ୍ୟ ଶକ୍ତିର କାମ। ସେଇଟା ସେ ଅଦୃଶ୍ୟ ଶକ୍ତିର କାମ। ସେ ଅଦୃଶ୍ୟ ଶକ୍ତିକି ଆମେ ଜାଣିପାରୁନା। ଆମେ ଯଦି ଅଦୃଶ୍ୟ ଶକ୍ତିକି ଜାଣିଦେବା, ଆମେ ଅଦୃଶ୍ୟ ଶକ୍ତି କେମିତି ଜାଣିବା? ଆମ ଶରୀରଟା ଭଲ ଥିଲା, ଆମ ଶରୀର ସମ୍ପୂର୍ଣ୍ଣ ସୁସ୍ଥ ଥିଲା। ଆମକୁ ଯେତେବେଳେ ରୋଗଟା ହଉଛି, ଗୋଟେ ଡିଜିଜ ହଉଛି, ସେ ଝାଡା ହଉ, ବାନ୍ତି ହଉ, ଆପଣଙ୍କର ଯେ କୌଣସି ବାବଦରେ ହଉ, ସେ ଡିଜିଜଟା ଯେତେବେଳେ ହଉଛି, କେତେବେଳେ ସେ ଡିଜିଜଟା ଆମ ଭିତରେ, ଆପଣଙ୍କର ତ ଡିଜିଜ ଗୁଡା କହୁଛି, ଆପଣଙ୍କର କଣ ସବୁ କୁହନ୍ତି ତାକୁ, ଆରେ ତମ ବିଜ୍ଞାନରେ କଣ କୁହନ୍ତି? ଜୀବାଣୁ ନା ଜର୍ମ, ନାଇଁ କି? ଯୋଉ ଜର୍ମ ବା ଜୀବାଣୁ କୁହନ୍ତି, ସେ କୋଉ ସମୟରେ ପ୍ରବେଶ କଲା ବୋଲି ଆପଣ ଜାଣିପାରୁଛନ୍ତି? ଜାଣିପାରିଲେ କି? କାହିଁ ଜାଣିପାରିଲେନି? ଯଦି ମତେ ଜଣେ ଚାପୁଡା ଟିକେ ପକଉଛି, ମୁଁ ଜାଣି ଦଉଛି। ଆପଣଙ୍କୁ ହଉ, ମତେ ହଉ, ଯାହାକୁ ଯିଏ ଗୋଟେ ଚାପୁଡା ପକଉଛି ଜାଣି ଦଉଛେ, କି ଖରା ହେଲା ଆମେ ଗରମ ହେଲା ଜାଣି ଦଉଛେ, ପବନ ନାହିଁ ଜାଣି ଦଉଛେ, ବର୍ଷା ହେଲା ଜାଣି ଦଉଛେ, ଥଣ୍ଡା ଧରିଲା ଜାଣି ଦଉଛେ। ଥଣ୍ଡାଟା ଯଦି ହବ, ଆମେ ଗୋଟେ ସୂତ୍ରରୁ ଜାଣିଦବା ଯେ ଆମେ ବର୍ଷାରେ ତିନ୍ତିଥିଲେ। କିନ୍ତୁ ନତି ତିନ୍ତିବା ଲୋକଙ୍କୁ ବି ଥଣ୍ଡା ହଉଛି, ଯିଏ ନ ତିନ୍ତିଛନ୍ତି ତାଙ୍କୁ ବି ଥଣ୍ଡା ହଉଛି। ତାହେଲେ ସେ କେମିତି, ସେଇ କଥାଟାକୁ ଆମେ କେମିତି କଣ ଜାଣିବା? ସେ ତ ଟୋଟାଲ ସେ ବାବଦରେ ଜାଣିପାର। ବର୍ଷା ହେଲେ ତିନ୍ତିଲେ ଆମକୁ ଥଣ୍ଡା ହେଇଗଲା। ଯଦି ଖରାରେ କୁଆଡେ ଯାଇତେ, ଯଦି ଆପଣଙ୍କର ଦେହ ଫେହ କଣ ହେଲା, ଆମେ ଜାଣି ଦଉଛେ ଯେ ଖରାରେ ଯାଇଥିଲେ, ସେଥିପାଇଁ ଟିକେ ଦେହ ନିର୍ଜଳିଆ ଲାଗିଲା, ଜଳୀୟ ପଦାର୍ଥ କମିଗଲା। ଏଇ ଯୋଉ ଆପଣଙ୍କର ଯୋଉ ଡିଜିଜ ଗୁଡାକ ପଶୁଛି, ସେଇଟା କେତେବେଳେ ପଶୁଛି କିଏ ଜାଣିପାରୁଛି? ସେଇଟାକୁ ଆମେ ଜାଣିପାରିବା ନାହିଁ। ଆମେ ଯାହା କରୁଛେ, ଆମେ ଭାବୁଛେ ଆମେ କରୁଛେ, କିନ୍ତୁ ପ୍ରକୃତରେ ଆମେ ସେଟା କରୁନା। ତୁ କରୁଛୁ ବୋଲି ଯାହା ଭାବୁଛୁ ତୁ ବାବୁ, ପଲା ବାଲା ଜଣେ ଏକା, ସେ କରୁଛି ସବୁ। ସିଏ ଖୋଇ ଦଉଛି, ସିଏ ଶୋଇ ଦଉଛି, ସିଏ ବସେଇ ଦଉଛି, ସିଏ ହସେଇ ଦଉଛି, ସିଏ ଭସେଇ ଦଉଛି, ସିଏ ବୁଡେଇ ଦଉଛି। ଅଧିକା କଥା ମୁଁ ଟିକେ କହିଗଲି, ମାନେ ପ୍ରତ୍ୟେକ କାର୍ଯ୍ୟ ସିଏ କରୁଛି। ତାହେଲେ ସିଏ କିଏ? ଆମ ଭିତରେ ସିଏ ଅଛନ୍ତି। ଆମ ଭିତରେ ତାହେଲେ କିଏ ଅଛନ୍ତି? ନିଶ୍ୱାସ ଟିକକ ବନ୍ଦ ହେଇଗଲା ପରେ ଆମକୁ ମଢା କହିକି ନେଇ ଫୋପାଡ଼ି ଦଉଛନ୍ତି, ପୋଡି ଦଉଛନ୍ତି, ପୋତି ଦଉଛନ୍ତି। ଅଧଘଣ୍ଟେ ଘଣ୍ଟେ ବି ରଖୁନାହାନ୍ତି। ଯାହା ଏଇ ଶରୀରଟାକୁ ଏତେ ଭଲ ପାଉଥିଲେ ଯେ
ମାନେ କହିଲେ ନ ସରେ। ଖାଲି ଯଦି ପ୍ରାଣ ତ୍ୟାଗ ହେଇଗଲା, ନିଶ୍ୱାସ ବନ୍ଦ ହେଇଗଲା, ତାପରେ ଆଗେ ତ ସମୟ ଲାଗୁଥିଲା, ଦୂର ବନ୍ଧୁ କେହି ଆସି କରୁନଥିଲେ। ବର୍ତ୍ତମାନ ଫୋନ ଫାନରେ ଆପଣଙ୍କର ସେ ପ୍ଲେନରେ ଆସନ୍ତୁ, ଯେମିତି ଆସିବା କଥା ଘଣ୍ଟେ 2 ଘଣ୍ଟା ଭିତରେ ସବୁ ଆସି ପହଞ୍ଚି ଯାଉଛନ୍ତି। କାହିଁ ସେଇଟାକୁ ଟିକେ ରୋକି ଦଉନାହାନ୍ତି। ବିଜ୍ଞାନ ଆମର ବହୁତ ଡେଭଲପ କରିଛି, ରୋକି ଦଉନାହାନ୍ତି। କଣଟେ ଥିଲା ଚାଲିଗଲା। ଯୋଉ କଣଟେ ପାଇଁ ମୁନି ଋଷି ଯୋଗୀ ଯୋଗରେ ତପସ୍ୟା ଧ୍ୟାନ କରୁଛନ୍ତି, ତାଙ୍କ ଶରୀର ଭିତରେ ସେ କିଏ ଅଛନ୍ତି ତାଙ୍କୁ ଚିହ୍ନୁଛନ୍ତି। ଯୋଉ ପରମାତ୍ମା ତ ନୁହଁ, ପରମାତ୍ମାଙ୍କ ଅଂଶବିଶେଷ ସବୁ ଅଛନ୍ତି। ସେଇ ପରମାତ୍ମାଙ୍କ ଅଂଶବିଶେଷ ଜନ୍ଦା ପିମ୍ପୁଡ଼ି ଠାରୁ ଆରମ୍ଭ କରି ହସ୍ତି ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଅଛନ୍ତି। କିନ୍ତୁ ଅଛନ୍ତି ଯେ ତାର ଗୋଟେ ମାପଚୁପ ଅଛି। କଣ ସେ ମାପଚୁପ? ମାପଚୁପଟା ହେଲା ଅଗ୍ନି ଦେହରେ ଯୋଉ କଣିକାଟି ଉଡ଼ିକିରି ଯାଉଛି ସିଏ ବି ଅଗ୍ନି, ଗୋଟେ ଚୁଲି ଦେହରେ ଜଳୁଥିବା ଅଗ୍ନି ସିଏ ବି ଅଗ୍ନି, ଗୋଟେ ଡିବି ଦେହରେ ଜଳୁଥିବା ଅଗ୍ନି ସିଏ ବି ଅଗ୍ନି, ଗୋଟେ ଧୂପକାଠି ଦେହରେ ଜଳୁଥିବା ଅଗ୍ନି ସିଏ ବି ଅଗ୍ନି। ଆପଣଙ୍କର ଯୋଉ ଅଗ୍ନି ଆମର ଜଳାଯାଏ ସିଏ ବି ଅଗ୍ନି। ଆପଣଙ୍କର ଯୋଉ ଲୁହାକୁ ତରଳଉଛି ଯେ ସିଏ ବି ଅଗ୍ନି। ହେଲେ ଲୁହା ତରଳଉଛି ଯୋଉ ଅଗ୍ନି, ମୋ ଭିତରେ ଥିବା ଯୋଉ ଅଗ୍ନି, ଜନ୍ଦା ପିମ୍ପୁଡ଼ି ଠେଇଁ ଥିବା ଯୋଉ ଅଗ୍ନି, ସେ କଣ ସମାନ କି? ହଁ ସମାନ ହବ। କେମିତି ହବ ନା, ଲକ୍ଷ ଲକ୍ଷ ପିମ୍ପୁଡ଼ି ଯଦି ଏକତ୍ରିତ ହେଇଯିବେ ସେ ଗୋଟେ ଅଗ୍ନି ତିଆରି କରିଦେବେ। ଅର୍ଥାତ୍ ଗୋଟିଏ ଗୋଟିଏ ଜଳ କଣିକା ଯଦି ମିଶିକିରି ମେଘ ହଉଛି, ତାହେଲେ ଏଇ ଯୋଉ ଅଗ୍ନି କଣିକା ପରମ ବ୍ରହ୍ମଙ୍କର ଜୀବନୀ ଶକ୍ତି ଆମ ଭିତରେ ଯୋଉ ଅଛି, ବା ଆମ ଭିତରେ ଯୋଉ ଜୀବ ଅଛି ସବୁବେଳେ ପରମଙ୍କୁ ଖୋଜୁଛି, ଯୋଉ ଯାଉଛି ବାହାର ଆଉଛି ବାହାର ଯୋଉ ଆମର ଶାସ୍ତ୍ର ମତରେ କୁହାହେଇଛି, ଆମ ଭିତରେ ଯୋଉ ଅଗ୍ନି ଅଛି, ଧରନ୍ତୁ ସିଏ ଗୋଟେ ଧୂପକାଠି ଗୁଳା, ପିମ୍ପୁଡ଼ି ଭିତରେ ଯିଏ ଅଛି ସେ ଧୂପକାଠି ଗୁଳା ଦେହରୁ ଟିକେ ଯଦି ଅଗ୍ନି କଣିକା ଉଡ଼ିଯାଏ ସିଏ ବି ଅଛି, କିନ୍ତୁ ସବୁ ଯାକ ଅଗ୍ନି। ସେଥିପାଇଁ କୁହାହେଇଛି ମଦାତ୍ମା ସର୍ବବୁଦ୍ଧାତ୍ମା ମଦ୍ଗୁରୁ ଶ୍ରୀ ଜଗତଗୁରୁ। ଆମେ କହିନା, ଯୋଉମାନେ ଭଗବାନଙ୍କ ଭଳି ଆସିଥିଲେ, ଭଗବାନ ଆସିଥିଲେ, ଭଗବାନଙ୍କ ଭଳି ବି ଆସିଥିଲେ। ସେଟା ଆପଣ ଜାଣିଥିବେ କିଏ ଭଗବାନ ଭଳି ଆସିଥିଲେ। ବହୁତ ମହାପୁରୁଷ ଆସିଛନ୍ତି ଭଗବାନଙ୍କ ଭଳି, ବହୁତ ମୁନି ଋଷି ଆସିଛନ୍ତି ଭଗବାନଙ୍କ ଭଳି। ସେଇମାନେ କହିଛନ୍ତି, ମୁଁ କହୁନାହିଁ ଏ କଥା। ତେଣୁ ଆମ ମାନଙ୍କ ଭିତରେ ବର୍ତ୍ତମାନ ଯେତେବେଳେ ଏକତା ନାହିଁ, ଆମେ ଅଗ୍ନି କଣିକା ଏକାଠି ହେଲେ ଯାଇକିରି ଆପଣଙ୍କର ଗୋଟେ ଅଗିକି ଜଳେଇବ, ବା ଗୋଟେ କୌଣସି ଶୁଷ୍କ କାଠ ହଉ କି ଆପଣଙ୍କର ସେଇ ଲଟା କୁଟା ହଉ ଏକାଠି ହେଲେ ଜଳେଇବ। ନହେଲେ ଅଗ୍ନି କଣିକାଟା ଯଦି ଉଡ଼ିକିରି ଯାଇକିରି କୋଉଠି ପଶିଯିବ ଟିକିଏ ଅଗ୍ନି କଣିକା, ସେ ଜଳେଇ ପାରିବନି, କାରଣ ତାର ଦାହିକା ଶକ୍ତି ନାହିଁ। ସେଥିପାଇଁ ମୁନି ଋଷି ମାନେ ମହାପୁରୁଷ ମାନେ କହିଛନ୍ତି ସତ୍ସଙ୍ଗ କର। ସତ୍ସଙ୍ଗ କରିବାର ମୁଖ୍ୟ ଉଦ୍ଦେଶ୍ୟ ବର୍ତ୍ତମାନ ସତ୍ସଙ୍ଗଟା ହଉଛି ଗୋଟେ ରକମ ବେପାର। ମୁଁ ପର୍ଟିକୁଲାର କୌଣସି କଥା କହୁନି, ସତ୍ସଙ୍ଗ ମାନେ ଠାକୁରଙ୍କ କଥାବାର୍ତ୍ତା ଯିଏ ହୁଅନ୍ତି ସେଇଆକୁ କୁହାଯାଏ ସତ୍ସଙ୍ଗ। ଜୀବ ପରମ କଥା ବା ଜୀବ ଆତ୍ମା କେମିତି ମୁକ୍ତି ପାଇବ। ଜୀବ ଆତ୍ମା ବର୍ତ୍ତମାନ କହୁଛି ମୁଁ ବହୁତ ଆନନ୍ଦରେ ଅଛି, କିନ୍ତୁ ସେ ଆନନ୍ଦରେ ନାହିଁ, ଦୁଃଖରେ ଅଛି। ସମସ୍ତଙ୍କୁ ବର୍ତ୍ତମାନ ଯଦି ପଚରାଯିବ, ବାସ୍ତବ ଜୀବନ ସମସ୍ତଙ୍କର ଦୁଃଖମୟ। ଅଭିନୟ ଜଗତଟା ବହୁତ ସୁଖମୟ। ଆପଣ ଦେଖିବେ, ଯେମିତି ଆମେ ଗୋଟେ ଯାତ୍ରା ଦେଖୁଛେ, ଯାତ୍ରାରେ ଯିଏ ଜଣେ ଆପଣଙ୍କର ଭିକାରୀ ରୋଲ କଲା, ଭିକାରୀ ଚରିତ୍ରଟାକୁ ଯିଏ ଲିଭେଇଲା, ତା ପାଇଁ ଆମ ଆଖିରୁ ଦିଟୋପା ଲୁହ ପଳେଇ ଅଛି। କିନ୍ତୁ ପ୍ରକୃତରେ ଭିକାରୀ ଜୀବନ ତାର ନୁହେଁ। ତାର ଦେଖିବେ ଗାଡ଼ି ଘୋଡ଼ା ଅଛି, ଅଟ୍ଟାଳିକା ଅଛି, ସେ ଅଭିନୟ କରୁଛି। ତା ଅଭିନୟରେ ଆମେ ବର୍ତ୍ତମାନ କାନ୍ଦି ଦେଲେ। ଆଉ ଯଦି ସେଇଭଳି ବି କିଏ ଅଭିନୟ କରୁଛି, ଖାଲି ତ ମୁଁ ଆପଣଙ୍କୁ ଗୋଟେ ଚରିତ୍ର କହିଲି, କୋଉ ଚରିତ୍ରଟା କହିଲି? ଭିକାରୀ ଚରିତ୍ର। ହିରୋଇନ ଚରିତ୍ର ଯଦି କରୁଛି, ସିଏ ଆପଣଙ୍କର ସେ ହିରୋଇନ ଯେତେ ଆପଣଙ୍କର ଧରନ୍ତୁ ବয়োଜ୍ୟେଷ୍ଠ ହେଇଥାଉ କି ଆପଣଙ୍କର ଶରୀର ସୁନ୍ଦର ନଥାଉ, ସିଏ ଯୋଉ ଅଭିନୟଟା କଲେ, ସେ ଅଭିନୟରେ ଆମେ ଏମିତି ମୁଗ୍ଧ ହେଇଗଲେ ଯେ ମାନେ ଆମେ ନିଜକୁ ନିଜେ ଭୁଲିଗଲେ, ଆଉ ବେଶୀ କିଛି କହିବୁନି। କିନ୍ତୁ ତାଙ୍କ ବାସ୍ତବ ଜୀବନଟା ଏତେ ସୁନ୍ଦର ଅଛି ଯେ କହିଲେ ନ ସରେ। ଆମେ ବର୍ତ୍ତମାନ ସମସ୍ତେ ଅଭିନୟ କରୁଛେ ଏବଂ ଅଭିନୟକୁ ସତ୍ୟ ବୋଲି ଭାବୁଛେ।
ଯାତ୍ରାଟାକୁ ଆମେ ଯେତେବେଳେ ଦେଖୁଛେ ସେତେବେଳେ ଯାତ୍ରାରେ ଅଭିନୟ ହଉଛି, ଆମେ କିନ୍ତୁ ଅଭିନୟ ଭିତରେ ନାହୁଁ, ଆମେ ବାସ୍ତବ ଜଗତ ଭିତରେ ଅଛି। ସିଏ ଅଭିନୟ ଜଗତ ଭିତରେ ଥାଇକିରି ସିଏ କାନ୍ଦୁଛନ୍ତି, ଆମେ ବାସ୍ତବ ଜଗତ ଭିତରେ ଥାଇକିରି ଆମେ କାନ୍ଦୁଛେ। ବର୍ତ୍ତମାନ ଆମର ବାସ୍ତବ ଜଗତ ଭିତରେ ଦେଖିବେ ଅଭିନୟ ଭିତରେ ଆମେ ସମସ୍ତେ ଅଛେ। ଯାତ୍ରାକୁ ସାଇଡ କରିଦିଅନ୍ତୁ, ଯେଉଁମାନେ ଅଭିନୟ ଫିଲ୍ମ ହଉ ଯାତ୍ରା ହଉଛି ଅଭିନୟ କରୁଛନ୍ତି ତାଙ୍କୁ ସାଇଡ କରିଦିଅନ୍ତୁ। ଆମେ ସାମାଜିକ ସ୍ତରରେ ଯେଉଁମାନେ ଆମେ ଲୋକ ଅଛେ, ମୁଁ ତ ମାନବ କହିବିନି, ଆମେ ଯୋଉ ଲୋକ ଅଛେ କାହାର ଅଭିନୟ ନଥିବା ବ୍ୟକ୍ତି ଜଣେ ମୁଁ ଆଜି ପର୍ଯ୍ୟନ୍ତ ଦେଖିପାରୁନି। ମତେ 55 ବର୍ଷ ହେଲାଣି, ଅଭିନୟ ନ କରୁଥିବା ବ୍ୟକ୍ତି ଜଣେ ଏ ପର୍ଯ୍ୟନ୍ତ ମୁଁ ପାଇନାହିଁ। ଯୋଉଦିନ ପାଇବି ମୁଁ ଭାବିବି ସେଇ ବୋଧେ ପ୍ରକୃତରେ ହଉଛନ୍ତି କଣ କହିଲ ଭଗବାନ। କାହିଁକିନା ଭଗବାନ ତ ଅଭିନୟ କରନ୍ତି, ଭଗବାନ ଯୋଉ ପ୍ରକାର ଅଭିନୟ କରିକିରି ଯାଇଛନ୍ତି କହିଲେ ନ ସରେ। ଅଭିନୟ ପ୍ରଥମ 1 ନମ୍ବର ଅଭିନୟ କରିଲେ କିଏ ନରସିଂହ ଅବତାର ହେଇକିରି, ମାନେ ଅଧା ନର ଅଧା ହଉଛି ଆପଣଙ୍କର ସିଂହ ହେଇକିରି ହିରଣ୍ୟାକ୍ଷକୁ ବିଦାରଣ କଲେ। ଏମିତି ଅଭିନୟ କଲେ ଯେ ଖମ୍ବ ଭିତରୁ ବାହାରିଲେ, ଏମିତି ଅଭିନୟ କଲେ ଯେ କୋଉ ସମୟରେ ମରିବ ବୋଲି ହିରଣ୍ୟାକ୍ଷ ଯୋଉ ଆପଣଙ୍କର ନେଇଥିଲା ବର, ଦିନରେ ରାତିରେ ଦେବତା ହାତରେ ମାନବ ହାତରେ ଯକ୍ଷ ରକ୍ଷ କନ୍ଦର୍ପ କିନ୍ନର ଯେତେ ଯିଏ ଅଛନ୍ତି କୋଉଠି ମରିବନି, ଏମିତି କି ଦିନରେ ରାତିରେ ମରିବନି କି ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ମରିବନି। ତା ପାଇଁ ନରସିଂହ ଅବତାର ଯୋଉ ଅଭିନୟ କଲେ ସେ ଅଭିନୟ ତମେ କରିପାରିବ କି? ଉତ୍ତର ଆସିବ ନାଇଁ। ଆମେ ଖାଲି ପୁରା ପୁରା କଳିଙ୍କି ହେଇଯିବା, ମହାପୁରୁଷ ହେଇଯିବା, ପଞ୍ଚସଖା ହେଇଯିବା, ଏଇଗୁରା ଆମେ ରିସର୍ଚ୍ଚର ହେଇଯିବା, ଏତିକି ଆମେ ଅଭିନୟ କରିପାରିବା। କାହିଁକିନା ଅନ୍ଧ ଦେଶରେ ଦର୍ପଣ ବିକିବା ଯାହା, ଦର୍ପଣର ମୂଲ୍ୟ ଅନ୍ଧ କଣ ବୁଝିବ? ବର୍ତ୍ତମାନ ଅନ୍ଧଙ୍କ ଆଗରେ ଦର୍ପଣ ଦେଖେଇବା ଯାହା, କିନ୍ତୁ ଯାହାର ଆଖି ଅଛି ତମେ ଦର୍ପଣ ଦେଖଉଛ କି ପଟ୍ଟାଟେ ଦେଖଉଛ ସେ ଜାଣିପାରୁଛି। ଆଖି ଥିବା ଲୋକ ଜାଣିଛି ନା ଦର୍ପଣର ମୂଲ୍ୟ କଣ, ଦର୍ପଣରେ ପ୍ରତିବିମ୍ବ ଆସେ। ଆମେ ଯଦି ପ୍ରତିବିମ୍ବ ଆସୁଥିବା ଦର୍ପଣ ଯଦି ମାନେ ଅନ୍ଧ ଦେଶରେ ନେଇକିରି ବିକିକିରି ଆମେ ଭଣ୍ଡି ଭଣ୍ଡିକିରି ଆସୁଥିଲେ, କିନ୍ତୁ ଯେତେବେଳେ ଆଖି ଥିବା ଲୋକ ଆଗରେ ଯେତେବେଳେ ଦର୍ପଣଟା ଦେଖାଗଲା, ଦର୍ପଣର ମୂଲ୍ୟ ଅନ୍ଧ ଜାଣିନି। ଯେ ଦର୍ପଣର ମୂଲ୍ୟ ଜାଣିଛି, ଯିଏ ଜାଣିଛି ସିଏ ଜାଣିଛି ଦର୍ପଣର କାମ ହେଲା ପ୍ରତିବିମ୍ବ ଦର୍ପଣରେ ଆସିବ। ସିଏ ଯେତେବେଳେ ଦେଖିଲା ଭାଇ ଗୋଟେ ଦର୍ପଣ ଦିଅ, ଦେଖିଲା ବେଳକୁ ସେ ଦର୍ପଣରେ ମୁହଁ ଆସୁନାହିଁ, ସେଇଟା ହଉଛି ଆପଣଙ୍କର ଗୋଟେ ପଟ୍ଟାଟେ, ତମେ ଧରା ପଡି ଯାଉଛ। ଏଭଳି ଅଭିନୟ କାହିଁ କରୁଛ ଈଶ୍ୱରଙ୍କ ଜଗତରେ? ଈଶ୍ୱରଙ୍କ ଜଗତରେ ଅଭିନୟ କରିକିରି ତମେ କଣ, ମୁଁ ତ ନରସିଂହ ଅବତାରଙ୍କ କଥା କହିଲି, ତାଙ୍କଠାରୁ ଅଧିକା ଅଭିନୟ କରିପାରିବନି। ତେଣୁ ଟିକେ ସଚେତନ ହେଲେ ଭଲ ହୁଅନ୍ତା। ଜୟ ଜଗନ୍ନାଥ।